ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ନିଜ ଇସ୍ତଫା ପତ୍ର ଅନୁଭବ ଲେଖିଛନ୍ତି, ଦୀର୍ଘ 4 ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇପଡ଼ିଥିଲି। ମୋ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି ଆଦର୍ଶ ଓ ଉଚ୍ଚାଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହାପରେ ମୁଁ ନିଷ୍ପତ୍ତି ନେଇଥିଲି, ରାଜନୀତି ମୁଁ କେବେ ଛାଡ଼ିବି ନାହିଁ। ଅନୁଭବ ଆହୁରି ଲେଖିଛନ୍ତି, ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବି ନାହିଁ। ସବୁ କ୍ଷେତ୍ରରେ ମୁଁ ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରିବି। ଏଥିପାଇଁ ବିଜେଡି ଛାଡ଼ିବା ମୋ ପାଇଁ ଜରୁରୀ ହୋଇପଡ଼ିଥିଲା, କେବଳ ବ୍ୟକ୍ତିଗତ ଭାବେ ନୁହେଁ। ମୋ ଜନ୍ମମାଟି ମଧ୍ୟ ଏହି ପଦକ୍ଷେପ ନେବାର ଆବଶ୍ୟକତା ପଡ଼ିଲା ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି। 2019 ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି। ତା ପୂର୍ବରୁ ସେ ବିଜେଡି ଟିକଟରେ ରାଜ୍ୟସଭାକୁ ଯାଇଥିଲେ।